ସମସ୍ତଙ୍କୁ ଜୟ ମାସି ଯେଉଁମାନେ ଯୀଶୁଙ୍କୁ ବିଶ୍ୱାସ କରି ପାପରେ ପଡ଼ିଛନ୍ତି, ମୁଁ ଆଜି ସେଇମାନଙ୍କ ପାଇଁ ବଚନ ନେଇକି ଆସିଛି। ପ୍ରଥମ ଯୋହନ 1 ଆଉ 9 ଆୟତକୁ ଆମେ ପଢ଼ିବାକୁ ଯାଉଛୁ। ଯଦି ଆମ୍ଭେମାନେ ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମ୍ଭେମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପୁରସ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ଯଦି ଯୀଶୁଙ୍କୁ ବିଶ୍ୱାସ କରି ଆମେ ଯଦି ପାପରେ ପଡ଼ିଗଲୁ, ତେବେ ସେ ଆମ ପାପ କ୍ଷମା କରିବାକୁ ଅଧର୍ମରୁ ପୁରସ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ଯୀଶୁ ଆମକୁ ପ୍ରେମ କରନ୍ତି। ମୋର ପ୍ରିୟ ଓ ଭଉଣୀମାନେ, ଯଦି ଆପଣ ପାପ କରିଛନ୍ତି, ତେବେ ସେ ତୁମ ପାପକୁ କ୍ଷମା କରିବାକୁ ରାଜି ଅଛନ୍ତି। ଯଦି ତୁମେ ପାପକୁ ସ୍ୱୀକାର କରିବ, ପାପକୁ ଯଦି ମାନିବ ଯୀଶୁଙ୍କ ସାମ୍ନାରେ, ତାହେଲେ ସେ ଆମ ପାପକୁ କ୍ଷମା କରିଦେବେ। ସେ ବିଶ୍ୱସ୍ତ ଅଟନ୍ତି, ନ୍ୟାୟବାନ ଅଟନ୍ତି। ଆମ ପାପକୁ ମାନିବା କଥା। ଯଦି ଆମେ ତଳକୁ ପଢ଼ିବା 10 ଅଟନ୍ତି। ଆମ୍ଭେମାନେ ପାପ କରିନାହୁଁ, ଏହା ଯଦି ଆମେ କହୁ, ତାହେଲେ ଆମ୍ଭେମାନେ ତାହାଙ୍କୁ ମିଥ୍ୟାବାଦୀ କରୁ ଓ ପୁଣି ତାହାଙ୍କର ବାକ୍ୟ ଆମଠାରେ ନାହିଁ। ଯଦି ଆମେ କିଛି ପାପ କରିକି ମୁଁ ପାପ କରିନି ବୋଲି ଏମିତି ଯଦି କହିବା, ତାହେଲେ ଆମେ ମିଥ୍ୟାବାଦୀ କରୁଛୁ। ସେଥିପାଇଁ ଯଦି ପାପ କରିଛ, ତାହେଲେ ଯୀଶୁଙ୍କ ସାମ୍ନାରେ ମାନ। ସେ ଆଉଥରେ ପୁଣି ଥରେ ଆମକୁ ଉଠେଇବାକୁ ରାଜି ଅଛନ୍ତି। ଆଉଥରେ ଆମ ପାପକୁ କ୍ଷମା କରିବାକୁ ରାଜି ଅଟନ୍ତି। ସେ ଆମକୁ ଶୁଦ୍ଧ ଓ ପବିତ୍ର କରିବାକୁ ରାଜି ଅଛନ୍ତି। ଆମେ ନିଜ ପାପକୁ ମାନିବାକୁ ପଡ଼ିବ, ନହେଲେ ନ୍ୟାୟ ଦିନରେ ସିଂହାସନରେ ଠିଆ ହେବାକୁ ପଡ଼ିବ। ସେଥିପାଇଁ ଆମ ପାପକୁ ମାନି ନେବା। ତ ସମସ୍ତେ ଏହି ବଚନକୁ ବୁଝିଗଲେ ତ ଯୀଶୁଙ୍କ ବଚନ, ତାହେଲେ ତୁମକୁ ଆଶୀର୍ବାଦ କରୁ। ସମସ୍ତଙ୍କୁ ଜୟ ମସିହ। ଆମେନ୍।